ଜୟ ଜଗନ୍ନାଥ। ନମସ୍କାର। କବିତାର ଶୀର୍ଷକ ମହାକାଶର ମହାସାମ୍ରାଜ୍ଞୀ। ମହାକାଶର ଗର୍ବ ଖଣ୍ଡ ବିଖଣ୍ଡିତ ହେଲା। ତା ଉପାନ୍ତରେ ଯେ ପ୍ରବେଶ ନିଷେଧ ଥିଲା, ଏକ ଛତ୍ରବାଦୀ ଶାସକ ବୋଲି ସେ ଯେ ଭାବିଥିଲା। 8 ଦିନ ନୁହେଁ 9 ମାସ ପାଇଁ ମହାକାଶ ହେଲା ବାସସ୍ଥାନ। ଧୈର୍ଯ୍ୟ ସାହସ ଜ୍ଞାନ ଓ ଗରିମାର ଲଗାଇ ପଙ୍ଖ ବଜାଇଥିଲେ ସେ ବିଜୟର ଶଙ୍ଖ। ଅନେକ ଗବେଷଣାର କର୍ତ୍ତା ସେ ଯେ ଭାରତର କନ୍ୟା ସୁନୀତା। ଫ୍ଲୋରିଡ଼ା ସମୁଦ୍ରର ଡଲଫିନ୍ ସବୁ ହୋଇଥିଲେ ଖୁସିରେ ଆତ୍ମହରା। ବିଶ୍ୱବାସୀଙ୍କର ନୟନ ମୁଦ୍ରିତ ହୋଇନଥିଲା ରାତିସାରା। ହେଲା ସବୁ ଅପେକ୍ଷାର ଅବସାନ, କରିଥିଲେ ସେ ଯେତେବେଳେ ପ୍ରତ୍ୟାବର୍ତ୍ତନ। ଆଜିର ନାରୀ ନୁହେଁ ଅବଳା, ନୁହେଁ ସେ ଦୁର୍ବଳା, ହେବ ନାହିଁ ସେ ଅବହେଳିତା, ନିର୍ଯାତିତା ଅବା ନିଷ୍ପେଷିତା। ସୁନୀତାଙ୍କର ବିଜୟ ଯାତ୍ରା ହେଉ ପ୍ରେରଣାର ଉତ୍ସ, ଆଗାମୀ ପିଢ଼ିକୁ ଦେଉ ଆଶା ଓ ବିଶ୍ୱାସ। ସମୟର ଏହା ଯେ ଆହ୍ୱାନ, ନାରୀର ପରିଭାଷାରେ ହେଉ ପରିବର୍ତ୍ତନ। ସମସ୍ତେ କରନ୍ତୁ ସୁନୀତାଙ୍କର ପଦାନୁସରଣ, ଚାଲନ୍ତୁ ନେବା ଆଜି ଏହି ପଣ। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।